ଆସନ୍ତୁ ଜାଣିବା କର୍ମ ବଡ଼ ନା ଧର୍ମ ବଡ଼। ଏକ ଶିକ୍ଷାପ୍ରଦ ଓ ଭକ୍ତିମୟ କାହାଣୀଟିଏ। ଏକ ସମୟରେ ହିମାଳୟର ପାଦଦେଶରେ ଥିବା ଏକ ସୁନ୍ଦର ରାଜ୍ୟରେ ଧର୍ମପାଳ ନାମକ ଜଣେ ରାଜା ଶାସନ କରୁଥିଲେ। ସେ ଧର୍ମପରାୟଣ ଥିଲେ। ପ୍ରତିଦିନ ମନ୍ଦିରକୁ ଯାଇ ପୂଜା କରୁଥିଲେ, ବ୍ରାହ୍ମଣମାନଙ୍କୁ ଦାନ ଦେଉଥିଲେ ଓ ବଡ଼ ଯଜ୍ଞ କରାଉଥିଲେ। କିନ୍ତୁ ଗୋଟିଏ ଦିନ ସଭାରେ ଜଣେ ବିଦ୍ୱାନୀ ପଚାରିଲେ, ମହାରାଜ, କର୍ମ ବଡ଼ ନା ଧର୍ମ ବଡ଼? ଏହି ପ୍ରଶ୍ନ ଶୁଣି ସମଗ୍ର ସଭା ନୀରବ ହୋଇଗଲା। କେହି କହିଲେ ଧର୍ମ ବଡ଼ ତ କେହି କହିଲେ କର୍ମ ବଡ଼, କିନ୍ତୁ କେହି ସଠିକ୍ ଉତ୍ତର ଦେଇପାରିଲେ ନାହିଁ। ରାଜା ଚିନ୍ତାରେ ପଡ଼ିଗଲେ। ପରଦିନ ସେ ଜଙ୍ଗଲରେ ଥିବା ଜଣେ ମହାତ୍ମାଙ୍କ ଆଶ୍ରମକୁ ଗଲେ। ରାଜା ବିନମ୍ରର ସହିତ ପଚାରିଲେ, ଗୁରୁଦେବ, କର୍ମ ବଡ଼ ନା ଧର୍ମ ବଡ଼? ମହାତ୍ମା ହସି କହିଲେ, ରାଜନ୍, ଆସନ୍ତାକାଲି ତୁମ ପ୍ରଶ୍ନର ଉତ୍ତର ମିଳିଯିବ। ପରଦିନ ସକାଳେ ଗୁରୁଦେବ ରାଜାଙ୍କୁ ନେଇ ଏକ ନଦୀ କୂଳକୁ ଗଲେ। ସେଠାରେ ଜଣେ ବୃଦ୍ଧ ଭୋକରେ କଷ୍ଟ ପାଉଥିଲେ। ସେହି ସମୟରେ ଜଣେ ଧନୀ ବ୍ୟକ୍ତି ମନ୍ଦିରକୁ ପୂଜା କରିବା ପାଇଁ ଫଳ, ଫୁଲ ଓ ମିଠା ନେଇ ଯାଉଥିଲେ। ବୃଦ୍ଧ ଖାଇବାକୁ ମାଗିଲେ, କିନ୍ତୁ ସେ କହିଲେ, ପ୍ରଥମେ ଭଗବାନଙ୍କୁ ଭୋଗ ଲାଗିବ, ତାପରେ ତୁମକୁ ଦେବି। ଏହା କହି ସେ ଚାଲିଗଲେ। କିଛି ସମୟ ପରେ ଜଣେ ଗରିବ ଚାଷୀ ଆସିଲେ। ତାଙ୍କ ପାଖରେ କେବଳ 2ଟି ରୁଟି ଥିଲା। ସେ ବୃଦ୍ଧଙ୍କ ଅବସ୍ଥା ଦେଖି ଗୋଟିଏ ନୁହେଁ, 2ଟି ଯାକ ରୁଟି ତାଙ୍କୁ ଦେଇଦେଲା। ବୃଦ୍ଧଙ୍କ ଆଖିରେ ଲୁହ ଆସିଗଲା। ଗୁରୁଦେବ ରାଜାଙ୍କୁ ପଚାରିଲେ, ରାଜନ୍, ଏହି 2 ଜଣଙ୍କ ମଧ୍ୟରୁ କାହାର କାମ ଭଗବାନଙ୍କୁ ଅଧିକ ପ୍ରିୟ ହେଲା? ରାଜା କହିଲେ, ଗରିବ ଚାଷୀଙ୍କର, କାରଣ ସେ ଭୋକିଲା ମଣିଷର ସେବା କଲେ। ଗୁରୁଦେବ କହିଲେ, ଏହା ହିଁ ଉତ୍ତର। ଧର୍ମ କେବଳ ପୂଜା, ବ୍ରତ କିମ୍ବା ଯଜ୍ଞରେ ସୀମିତ ନୁହେଁ। ଧର୍ମର ପ୍ରାଣ ହେଉଛି ସତ୍କର୍ମ। କର୍ମ ବିନା ଧର୍ମ ଅପୂର୍ଣ୍ଣ, ଆଉ ଧର୍ମ ବିନା କର୍ମ ଦିଗହୀନ। ସେ ପୁଣି କହିଲେ, ଯେଉଁ କର୍ମ ସତ୍ୟ, ଦୟା, କରୁଣା ଓ ନିଷ୍କାମ ଭାବରେ କରାଯାଏ, ସେହି କର୍ମ ହିଁ ପ୍ରକୃତ ଧର୍ମ ଅଟେ। ରାଜାଙ୍କ ସମସ୍ତ ସନ୍ଦେହ ଦୂର ହେଲା। ସେହି ଦିନଠାରୁ ସେ କେବଳ ପୂଜାପାଠ ନୁହେଁ, ଗରିବ, ଅସହାୟ ଓ ଦୁଃଖୀ ଲୋକଙ୍କ ସେବାକୁ ମଧ୍ୟ ନିଜ ଧର୍ମ ଭାବେ ଗ୍ରହଣ କଲେ। ଧର୍ମ ଓ କର୍ମ ପରସ୍ପର ପରିପୂରକ, କିନ୍ତୁ ଯେଉଁ ଧର୍ମ ମଣିଷକୁ ସତ୍କର୍ମ କରିବାକୁ ପ୍ରେରଣା ଦିଏ, ସେହି ଧର୍ମ ହିଁ ଶ୍ରେଷ୍ଠ। ଆଉ ସତ୍ୟ, ଦୟା ଓ ପରୋପକାର କରାଯାଇଥିବା କର୍ମ ହେଉଛି ପ୍ରକୃତ ଧର୍ମ। ଧର୍ମ ମଣିଷକୁ ଭଲ କର୍ମର ପଥ ଦେଖାଏ, ଆଉ ଭଲ କର୍ମ ହିଁ ମଣିଷକୁ ଭଗବାନଙ୍କ ନିକଟକୁ ନେଇଯାଏ। ଗୁରୁଦେବଙ୍କ କଥା ଶୁଣିବା ପରେ ମଧ୍ୟ ରାଜା ଧର୍ମପାଳଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଗଲା। ସେ ବିନମ୍ର ସହିତ ପଚାରିଲେ, ଗୁରୁଦେବ, ଯଦି ସତ୍କର୍ମ ହିଁ ପ୍ରକୃତ ଧର୍ମ, ତେବେ କେତେ ଲୋକ ପ୍ରତିଦିନ ପୂଜାପାଠ କରି ମଧ୍ୟ ଜୀବନରେ ଦୁଃଖ କାହିଁକି ଭୋଗ କରନ୍ତି? ଗୁରୁଦେବ ମୃଦୁ ହସି କହିଲେ, ରାଜନ୍, ଏହି ପ୍ରଶ୍ନର ଉତ୍ତର ତୁମେ ନିଜ ଆଖିରେ ଦେଖିବ। ପରଦିନ ସକାଳେ ସେମାନେ ଗାଁ ଆଡ଼କୁ ବାହାରିଲେ। ସେଠାରେ ଜଣେ ବ୍ୟବସାୟୀ ଭଗବାନଙ୍କ ନାମ ଜପ କରୁଥିଲେ, କିନ୍ତୁ ଦୋକାନରେ ଲୋକଙ୍କୁ କମ୍ ଓଜନ ଦେଇ ଠକୁଥିଲେ। ଅନ୍ୟପଟେ ଜଣେ ଗରିବ କୁମ୍ଭକାର ଥିଲେ। ସେ ବହୁତ ପୂଜାପାଠ କରିପାରୁ ନଥିଲେ, କିନ୍ତୁ ସବୁବେଳେ ସତ୍ୟ କହୁଥିଲେ, ପରିଶ୍ରମ କରୁଥିଲେ ଏବଂ କାହାର ଅଧିକାର ଛଡ଼ାଇ ନେଉନଥିଲେ। କିଛି ଦିନ ପରେ ରାଜା ଦେଖିଲେ, ସେହି ବ୍ୟବସାୟୀଙ୍କ ଧନ ଦିନକୁ ଦିନ କମିବାକୁ ଲାଗିଲା। ଲୋକମାନେ ତାଙ୍କ ମିଛ ଓ ଠକେଇ ବିଷୟରେ ଜାଣିଗଲେ। କେହି ତାଙ୍କ ଦୋକାନରୁ ଆସୁନଥିଲେ, କିନ୍ତୁ ସେହି କୁମ୍ଭକାରର ସଚ୍ଚୋଟତାକୁ ଦେଖି ଦୂରଦୂରାନ୍ତରୁ ଲୋକମାନେ ତାଙ୍କ ପାଖକୁ ଆସିବାକୁ ଲାଗିଲେ। ଧୀରେ ଧୀରେ ତାଙ୍କ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବଢ଼ିଗଲା। ଗୁରୁଦେବ କହିଲେ, ରାଜନ୍, କେବଳ ପୂଜା କରିଦେଲେ ଧର୍ମ ହୁଏ ନାହିଁ। ଯେତେବେଳେ ମଣିଷର କର୍ମ ସତ୍ୟ, ନ୍ୟାୟ ଓ ଦୟାରେ ଭରିଯାଏ, ସେତେବେଳେ ଭଗବାନ ପ୍ରସନ୍ନ ହୁଅନ୍ତି। ସେ ଆହୁରି କହିଲେ, ମନ୍ଦିରର ଦୀପ ଜଳାଇବା ଭଲ କଥା, କିନ୍ତୁ କାହାର ଜୀବନର ଆଶାର ଦୀପ ଜଳାଇବା ତାଠାରୁ ମଧ୍ୟ ବଡ଼ ପୁଣ୍ୟ। ରାଜାଙ୍କ ହୃଦୟ ବଦଳିଗଲା। ସେ ସମଗ୍ର ରାଜ୍ୟରେ ଘୋଷଣା କଲେ, ଧର୍ମର ଅର୍ଥ କେବଳ ପୂଜା ନୁହେଁ, ବରଂ ସତ୍ୟ, ସେବା ଓ ସତ୍କର୍ମ ଜୀବନ ବିତାଇବା। ଧର୍ମପାଳ ଏବେ ବୁଝିବାକୁ ଲାଗିଥିଲେ ଯେ କେବଳ ପୂଜାପାଠ କରିଲେ ଧର୍ମ ପୂର୍ଣ୍ଣ ହୁଏ ନାହିଁ। କିନ୍ତୁ ତାଙ୍କ ମନରେ ଆଉ ଏକ ପ୍ରଶ୍ନ ଉଠିଲା। ସେ ଗୁରୁଦେବଙ୍କୁ ପଚାରିଲେ, ଗୁରୁଦେବ, ଅନେକ ଦୁଷ୍ଟ ଲୋକ ସୁଖରେ ରହନ୍ତି, ଆଉ ଭଲ ଲୋକମାନେ ଦୁଃଖ ପାଆନ୍ତି। ତେବେ କର୍ମର ଫଳ ସତରେ ମିଳେ କି? ଗୁରୁଦେବ କହିଲେ, ରାଜନ୍, ଭଗବାନଙ୍କ ନ୍ୟାୟରେ କେବେ ବିଳମ୍ବ ହୋଇପାରେ, କିନ୍ତୁ ଅନ୍ୟାୟ କେବେ ହୁଏ ନାହିଁ। ଆଜି ତୁମକୁ ତାହାର ପ୍ରମାଣ ଦେଖାଇବି। ଦୁହେଁ ଏକ ଗାଁକୁ ପହଞ୍ଚିଲେ। ସେଠାରେ ଜଣେ ଧନୀ ଜମିଦାର ଥିଲେ। ସେ ପ୍ରତିଦିନ ମନ୍ଦିରକୁ ଯାଉଥିଲେ, ବଡ଼ ବଡ଼ ଦାନ କରୁଥିଲେ, କିନ୍ତୁ ଗରିବ ଚାଷୀମାନଙ୍କ ଜମି ଛଡ଼ାଇ ନେଉଥିଲେ
ଓ ସେମାନଙ୍କୁ ବହୁତ କଷ୍ଟ ଦେଉଥିଲେ। ସେହି ଗାଁରେ ଜଣେ ବୃଦ୍ଧ ଚାଷୀ ମଧ୍ୟ ଥିଲେ। ସେ ଦିନରାତି ପରିଶ୍ରମ କରୁଥିଲେ, ସତ୍ୟର ପଥରେ ଚାଲୁଥିଲେ ଏବଂ ସବୁବେଳେ ଭଗବାନଙ୍କ ନାମ ସ୍ମରଣ କରୁଥିଲେ। କିଛି ମାସ ପରେ ଭୟଙ୍କର ବର୍ଷା ହେଲା। ଜମିଦାରଙ୍କ ଅନ୍ୟାୟରେ ତିଆରି ହୋଇଥିବା ବଡ଼ ଗୋଦାମୀ ଭାଙ୍ଗି ପଡ଼ିଲା। ତାଙ୍କ ଅଧିକାଂଶ ଧନ ସମ୍ପତ୍ତି ନଷ୍ଟ ହୋଇଗଲା। ଅନ୍ୟପଟେ ବୃଦ୍ଧ ଚାଷୀଙ୍କ ଫସଲ ଆଶ୍ଚର୍ଯ୍ୟଜନକ ଭାବରେ ବଞ୍ଚିଗଲା। ଗାଁ ଲୋକେ ମିଶି ତାଙ୍କୁ ସାହାଯ୍ୟ କଲେ। କିଛି ଦିନ ମଧ୍ୟରେ ତାଙ୍କ ଜୀବନ ପୁଣି ସୁଖମୟ ହୋଇଗଲା। ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଏହା କି ଭଗବାନଙ୍କ ନ୍ୟାୟ? ଗୁରୁଦେବ ଉତ୍ତର ଦେଲେ, ହଁ ରାଜନ, ଅଧର୍ମରେ ଅର୍ଜିତ ସମ୍ପତ୍ତି କେବେ ସ୍ଥାୟୀ ହୁଏ ନାହିଁ। ସତ୍କର୍ମ ଫଳ ବିଳମ୍ବରେ ମିଳିପାରେ, କିନ୍ତୁ ନିଶ୍ଚୟ ମିଳେ। ସେ ଆହୁରି କହିଲେ, ଧର୍ମ ହେଉଛି ଜୀବନର ପଥ, ଆଉ କର୍ମ ହେଉଛି ସେହି ପଥରେ ଚାଲିବାର ପଦକ୍ଷେପ। ଧର୍ମ ବିନା କର୍ମ ଅନ୍ଧ, କର୍ମ ବିନା ଧର୍ମ ନିଷ୍ପ୍ରାଣ। ଏହି କଥା ଶୁଣି ରାଜା ଧର୍ମପାଳଙ୍କ ଆଖିରେ ଆନନ୍ଦର ଲୁହ ଆସିଗଲା। ସେ ବୁଝିଗଲେ ଯେ ଭଗବାନ ପାଖରେ ମଣିଷର ପଦ, ଧନ କିମ୍ବା ବେହ ଆଡ଼ମ୍ବର ନୁହେଁ, ବରଂ ତାହାର ସତ୍କର୍ମ ହିଁ ପ୍ରକୃତ ପରିଚୟ। ପରଦିନ ସକାଳେ ଗୁରୁଦେବ ରାଜା ଧର୍ମପାଳଙ୍କୁ ନେଇ ରାଜାର ଶ୍ମଶାନ ଘାଟକୁ ଗଲେ। ସେଠାରେ ଏକ ଧନୀ ବ୍ୟବସାୟୀଙ୍କ ଶେଷକୃତ୍ୟ ଚାଲିଥିଲା। ଶହ ଶହ ଲୋକ ଆସିଥିଲେ। ସୁନାର ଗହଣା, ଅସଂଖ୍ୟ ଧନ ସମ୍ପତ୍ତି, ବଡ଼ ବଡ଼ ଘର ସବୁ ପଛରେ ରହିଗଲା। ରାଜା ନୀରବରେ ଦେଖୁଥିଲେ। ସେହି ସମୟରେ ଗୁରୁଦେବ ପଚାରିଲେ, ରାଜନ, ଏହି ବ୍ୟବସାୟୀ ସହିତ ତାଙ୍କ ଧନ ଗଲା କି? ରାଜା କହିଲେ, ନାହିଁ ଗୁରୁଦେବ, ସବୁ ଏଠି ରହିଗଲା। ଗୁରୁଦେବ ପୁଣି କହିଲେ, ତେବେ ତାଙ୍କ ସହ କ'ଣ ଗଲା? ରାଜା କିଛି କ୍ଷଣ ଚୁପ୍ ରହି କହିଲେ, ସମ୍ଭବତଃ ତାଙ୍କ କର୍ମ। ଗୁରୁଦେବ ହସି କହିଲେ, ଠିକ୍ କହିଲ। ଜନ୍ମ ବେଳେ ମଣିଷ ଖାଲି ହାତରେ ଆସେ, ମୃତ୍ୟୁ ବେଳେ ମଧ୍ୟ ଖାଲି ହାତରେ ଯାଏ, କିନ୍ତୁ ତାର ପ୍ରତ୍ୟେକ କର୍ମ ତା ସହ ଯାଏ। ସେହି କର୍ମ ହିଁ ତାର ପରବର୍ତ୍ତୀ ଗତି ନିର୍ଣ୍ଣୟ କରେ। ଠିକ୍ ସେହି ସମୟରେ ଶ୍ମଶାନ ବାହାରେ ଜଣେ ବୃଦ୍ଧା କାନ୍ଦୁଥିଲେ। ଜଣାପଡ଼ିଲେ ଯେ ତାଙ୍କ ପାଖରେ ସ୍ୱାମୀଙ୍କ ଶେଷକୃତ୍ୟ କରିବା ପାଇଁ ଟଙ୍କା ନାହିଁ। ରାଜା ତୁରନ୍ତ ତାଙ୍କୁ ସାହାଯ୍ୟ କରିବାକୁ ଚାହିଁଲେ, କିନ୍ତୁ ଗୁରୁଦେବ କହିଲେ, ରାଜନ, ଦାନ ବେଳେ ରାଜକୋଷରୁ କଲେ ହେବ ନାହିଁ, ନିଜ ହୃଦୟରୁ କର। ରାଜା ନିଜ ହାତରେ ସେ ବୃଦ୍ଧାଙ୍କ ସାହାଯ୍ୟ କଲେ। ବୃଦ୍ଧା ଆଶୀର୍ବାଦ ଦେଇ କହିଲେ, ଭଗବାନ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ସେହି ମୁହୂର୍ତ୍ତରେ ରାଜାଙ୍କ ମନ ଅଦ୍ଭୁତ ଶାନ୍ତି ମିଳିଲା। ଗୁରୁଦେବ କହିଲେ, ରାଜନ, ମନ୍ଦିରରେ 1000 ଦୀପ ଜଳାଇବା ଠାରୁ ଦୁଃଖୀର ଜୀବନରେ ଗୋଟିଏ ଆଶାର ଦୀପ ଜଳାଇବା ବଡ଼ ପୁଣ୍ୟ। ଏହା ହିଁ ସତ୍ୟ ଧର୍ମ, ଏହା ହିଁ ଶ୍ରେଷ୍ଠ କର୍ମ। ସେହି ଦିନଠାରୁ ରାଜା ଧର୍ମପାଳ ସଂକଳ୍ପ କଲେ, ମୁଁ କେବଳ ପୂଜାପାଠ କରିବି ନୁହେଁ, ପ୍ରତିଦିନ ଅତି କମ୍ରେ ଜଣେ ଅସହାୟ ମଣିଷଙ୍କ ସେବା କରିବି। ସେହି ରାଜ୍ୟରେ ଧୀରେ ଧୀରେ ଦୟା, ପରୋପକାର ଓ ସତ୍କର୍ମ ପରିବେଶ ସୃଷ୍ଟି ହେଲା। ଧର୍ମପାଳଙ୍କ ମନରେ ଏବେ ଗୋଟିଏ ଶେଷ ପ୍ରଶ୍ନ ଥିଲା। ସେ ଗୁରୁଦେବଙ୍କୁ ପଚାରିଲେ, ଗୁରୁଦେବ, ମୃତ୍ୟୁ ପରେ ମଣିଷର ବିଚାର କେମିତି ହୁଏ? ସେଠାରେ ଧର୍ମକୁ ଦେଖାଯାଏ ନା କର୍ମକୁ? ଗୁରୁଦେବ କହିଲେ, ରାଜନ, ଆଜି ମୁଁ ତୁମକୁ ଏକ ସତ୍ୟ ଘଟଣା କହିବି। ଏହି କାହାଣୀ ଶୁଣିଲେ ତୁମର ସମସ୍ତ ସନ୍ଦେହ ଦୂର ହୋଇଯିବ। ଏକ ନଗରରେ 2 ଜଣ ଲୋକ ରହୁଥିଲେ। ପ୍ରଥମ ଜଣଙ୍କ ନାମ ଥିଲା ଧର୍ମଦାସ। ସେ ପ୍ରତିଦିନ ମନ୍ଦିରକୁ ଯାଉଥିଲେ, ବଡ଼ ବଡ଼ ଯଜ୍ଞ କରୁଥିଲେ, କିନ୍ତୁ ଗରିବ ଲୋକଙ୍କୁ ଘୃଣା କରୁଥିଲେ, ନିଜ ଚାକରମାନଙ୍କୁ ଅତ୍ୟାଚାର କରୁଥିଲେ ଏବଂ ମିଛ କହି ଧନ ସଂଗ୍ରହ କରୁଥିଲେ। ଦ୍ୱିତୀୟ ଜଣଙ୍କ ନାମ ଥିଲା ହରିଦାସ। ସେ ବହୁତ ଗରିବ ଥିଲେ, ବଡ଼ ବଡ଼ ପୂଜା କରିବାକୁ ସାମର୍ଥ୍ୟ ନଥିଲା, କିନ୍ତୁ କେବେ କାହା କଷ୍ଟ ଦେଉନଥିଲେ। ଭୋକିଲାଙ୍କୁ ଖାଇବାକୁ ଦେଉଥିଲେ, ସତ୍ୟ କହୁଥିଲେ ଏବଂ ସବୁବେଳେ ଭଗବାନଙ୍କ ନାମ ସ୍ମରଣ କରୁଥିଲେ। କିଛି ବର୍ଷ ପରେ ଏକ ଦିନ ଦୁହିଁଙ୍କର ମୃତ୍ୟୁ ହେଲା। ଯମଦୂତମାନେ ଦୁହିଁଙ୍କୁ ଯମରାଜଙ୍କ ସଭାକୁ ନେଇଗଲେ। ସେଠାରେ ଚିତ୍ରଗୁପ୍ତ ଦୁହିଁଙ୍କ କର୍ମର ହିସାବ ଖୋଲିଲେ। ଧର୍ମଦାସ ଭାବୁଥିଲେ, ମୁଁ ତ ଏତେ ପୂଜା କରିଛି, ନିଶ୍ଚୟ ସ୍ୱର୍ଗକୁ ଯିବି। କିନ୍ତୁ ଚିତ୍ରଗୁପ୍ତ କହିଲେ, ତୁମର ପୂଜା ଥିଲା, କିନ୍ତୁ ହୃଦୟରେ ଦୟା ନଥିଲା। ଧର୍ମରେ ନାମରେ ଅଧର୍ମ କରିଛ, ତେଣୁ ତୁମ ପାପର ଫଳ ଭୋଗ କରିବାକୁ ପଡ଼ିବ। ତାପରେ ହରିଦାସଙ୍କ ପାଳି ଆସିଲା। ଚିତ୍ରଗୁପ୍ତ କହିଲେ, ତୁମେ ବଡ଼ ଯଜ୍ଞ କରିନଥିଲ, କିନ୍ତୁ ଭଗବାନ ସୃଷ୍ଟିକୁ ଭଲ ପାଇଛ। ତୁମର ପ୍ରତ୍ୟେକ ସତ୍କର୍ମ ହିଁ ସବୁଠାରୁ ବଡ଼ ପୂଜା। ଏହା କହି ଯମରାଜ ନିଜେ ଉଠି ହରିଦାସଙ୍କୁ ସମ୍ମାନ କଲେ ଏବଂ ସ୍ୱର୍ଗକୁ ପଠାଇଦେଲେ। ଗୁରୁଦେବ କାହାଣୀ ଶେଷ କରି କହିଲେ, ରାଜନ, ମନେ ରଖ, ଧର୍ମ କେବଳ ମନ୍ଦିରରେ ନୁହେଁ, ମଣିଷର ବ୍ୟବହାରରେ ଥାଏ, ଆଉ ସତ୍କର୍ମ ହିଁ ସେହି ଧର୍ମର ପ୍ରକୃତ ପରିଚୟ। ରାଜା ଧର୍ମପାଳ ହାତ ଯୋଡ଼ି କହିଲେ, ଗୁରୁଦେବ, ଆଜି ମୁଁ ବୁଝିଗଲି, ଧର୍ମ ଓ କର୍ମ ଅଲଗା ନୁହେଁ। ସତ୍ୟ, ଦୟା, ସେବା ଓ ପରୋପକାରରେ କରାଯାଇଥିବା କର୍ମ ହିଁ ପ୍ରକୃତ ଧର୍ମ। ସେହି ଦିନଠାରୁ ସମଗ୍ର ରାଜ୍ୟରେ ଏହି ବାଣୀ ପ୍ରଚାର ହେଲା, ଧର୍ମ ମଣିଷକୁ ପଥ ଦେଖାଏ, କିନ୍ତୁ ସତ୍କର୍ମ ହିଁ ମଣିଷକୁ ଭଗବାନ ପାଖକୁ ପହଞ୍ଚାଇଥାଏ।
ବହୁ ବର୍ଷ ବିତିଗଲା। ରାଜା ଧର୍ମପାଳ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଥିଲେ। ସେ କେବଳ ରାଜା ନୁହେଁ, ପ୍ରଜାଙ୍କ ସେବକ ପାଲଟି ଯାଇଥିଲେ। ପ୍ରତିଦିନ ସକାଳେ ସେ ଭଗବାନଙ୍କ ପୂଜା କରୁଥିଲେ, କିନ୍ତୁ ପୂଜା ଶେଷ ହେବା ପରେ ସେ ସିଧାସଳଖ ଗରିବ ଓ ଅସହାୟ ବୃଦ୍ଧ ଓ ରୋଗୀମାନଙ୍କ ପାଖକୁ ଯାଉଥିଲେ। କାହାକୁ ଅନ୍ନ ଦେଉଥିଲେ, କାହାର ଚିକିତ୍ସା କରାଉଥିଲେ, ଆଉ କାହାର ଦୁଃଖ ଶୁଣି ତାହାର ସମାଧାନ କରୁଥିଲେ। ଏକ ରାତିରେ ରାଜା ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ। ସ୍ୱପ୍ନରେ ସେ ଦେଖିଲେ ଏକ ଦିବ୍ୟ ଆଲୋକ ମଧ୍ୟରେ ଭଗବାନ ପ୍ରକଟ ହେଲେ। ଭଗବାନ ହସି କହିଲେ, ଧର୍ମପାଳ, ତୁମେ ଆଜି ବୁଝିପାରିଛ ଯେ କେବଳ ଫୁଲ, ଫଳ ଓ ଦୀପ ଦେଲେ ମୁଁ ପ୍ରସନ୍ନ ହୁଏ ନାହିଁ। ଯେତେବେଳେ ତୁମେ ମୋର ସୃଷ୍ଟିର ସେବା କର, ସେତେବେଳେ ତୁମେ ମୋର ହିଁ ସେବା କରୁଛ। ରାଜା ଭକ୍ତିରେ କାନ୍ଦି ପକାଇଲେ। ସେ କହିଲେ, ପ୍ରଭୁ, ମୁଁ ଆପଣଙ୍କୁ କେଉଁଠି ପାଇବି? ଭଗବାନ କହିଲେ, ଭୋକିଲାକୁ ଅନ୍ନ ଦେଲେ ମୁଁ ସେଠି ଅଛି, ତୃଷାର୍ତ୍ତକୁ ପାଣି ଦେଲେ ମୁଁ ସେଠି ଅଛି, ଅସହାୟଙ୍କ ଲୁହ ପୋଛିଦେଲେ ମୁଁ ସେଠି ଅଛି। ଯେଉଁଠି ଦୟା, ସେବା ଓ ସତ୍କର୍ମ ଅଛି, ସେଇଠି ମୋର ବାସ। ଏହା କହି ଭଗବାନ ଅଦୃଶ୍ୟ ହୋଇଗଲେ। ସକାଳେ ରାଜାଙ୍କ ଆଖି ଖୋଲିଗଲା। ତାଙ୍କ ଆଖିରୁ ଆନନ୍ଦର ଲୁହ ବହୁଥିଲା। ସେ ସମଗ୍ର ରାଜ୍ୟରେ ଘୋଷଣା କଲେ, ଆଜିଠାରୁ ଆମ ରାଜ୍ୟରେ କେହି ଭୋକିଲା ଶୋଇବେ ନାହିଁ, କେହି ଅନାଥ ଅବହେଳିତ ହେବେ ନାହିଁ। ସମସ୍ତଙ୍କ ସେବା ହିଁ ଆମର ସବୁଠାରୁ ବଡ଼ ଧର୍ମ। ସେହି ରାଜ୍ୟ ଧୀରେ ଧୀରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଗଲା। ଲୋକମାନେ କେବଳ ପୂଜା କରୁନଥିଲେ, ପରସ୍ପରକୁ ଭଲ ପାଉଥିଲେ ଓ ସାହାଯ୍ୟ କରୁଥିଲେ। ଗୁରୁଦେବ ଶେଷରେ କହିଲେ, ଧର୍ମ ଓ କର୍ମ ଦୁହେଁ ଜୀବନରେ ଆବଶ୍ୟକ, କିନ୍ତୁ ଧର୍ମର ପ୍ରକୃତ ରୂପ ସତ୍କର୍ମରେ ପ୍ରକାଶ ପାଏ। କର୍ମହୀନ ଧର୍ମ କେବଳ ଆଡ଼ମ୍ବର, ଆଉ ଧର୍ମମୟ କର୍ମ ହିଁ ଭଗବାନଙ୍କ ସତ୍ୟ ପୂଜା। ମନ୍ଦିରରେ ମୁଣ୍ଡ ନୁଆଇବା ଭଲ, କିନ୍ତୁ କାହାର ଦୁଃଖ ଦୂର କରିବା ତାଠାରୁ ମଧ୍ୟ ବଡ଼। ଭଗବାନ ଫୁଲଠାରୁ ଅଧିକ ନିଷ୍କାମ ସତ୍କର୍ମ ହିଁ ଭଲ ପାଆନ୍ତି। ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ।